ଜୟ ଜଗନ୍ନାଥ। ଜଗନ୍ନାଥ। ଆପଣ ପରିଚୟ ଦେବେ ଭାଇ? ଆଜ୍ଞା ଆମର ଘର ହେଲା ସୋର। ଆଜ୍ଞା ନା ରଶ୍ମିକାନ୍ତ ପଣ୍ଡା ଆଡଭୋକେଟ ଅଛି ସୋର କୋର୍ଟ ବାର ଅଛି। ଆଚ୍ଛା ତ ଯାଉ ଖୁସି ଲାଗିଲା ଘରକୁ ଆସନ୍ତି ଆଉ କେବେ ଆସିକି ଦର୍ଶନ ଆସିଲେ? ଆଜି ସକାଳେ ଆସି ପହଞ୍ଚିଲି। ଦର୍ଶନ ଦେଲେଣି? ଆଜ୍ଞା ଆଉ ଦର୍ଶନ କଲେ ସିଂହାସନରେ କେତେ ମୂର୍ତ୍ତି ଦେଖିଲେ? ଜଗାଙ୍କର 3 ମୂର୍ତ୍ତି ଜଗନ୍ନାଥ ମା ବଳଦେବ। ତିନି ମୂର୍ତ୍ତି ଆଉ ଟିକେ ଯଦି ଭଲ ଦେଖିକି ଆସିବେ ଆଜ୍ଞା ହେଲା ଟିକେ ଭଲ କି ଦେଖିକି ଆସିବେ କେତେ ମୂର୍ତ୍ତି ବୁଝିପାରିଲେ? ଆଜ୍ଞା 3 ମୂର୍ତ୍ତି ନୁହେଁ 7 ମୂର୍ତ୍ତି ଅଛନ୍ତି ଆଚ୍ଛା ହେଲା। ଆଚ୍ଛା ଆଉ ପାର୍ଶ୍ୱ ଦେବାରେ ଦେଖିଲେ ଆଜ୍ଞା ଅଭଡ଼ା ଖାଇଲ ହଁ ଖୁସି ଲାଗିଲା? ବହୁତ ବଢିଆ। ଆଉ ଜଗନ୍ନାଥଙ୍କୁ ଆପଣ କେମିତି ଭଲ ପାଆନ୍ତି? ସିଏ ତ ହଉଛନ୍ତି ଭାବର ଠାକୁର ନା। ଆଜ୍ଞା ଭକ୍ତଙ୍କର ଭାବ ଯେମିତି ଥିବ। ଯୋଉ ଘଟଣାରେ ଘଟିଛି ଜଗନ୍ନାଥଙ୍କୁ ଆପଣ ଆଜି ସକାଳ ଅନୁଭୂତି ମୁଁ କହୁଛି। ଆଜ୍ଞା ସକାଳେ ଘରୁ ବାହାରିଲା ବେଳେ ବର୍ଷା ଆରମ୍ଭ ହେଲା। ଜଗାର ମୋର ଟିକେ ଭାବଟା ଟିକେ ଅତି ଘନିଷ୍ଠ ମୋର। ଆଉ ମୋ ଛୋଟବେଳୁ ବି ଯେତେବେଳେ ମୁଁ 6th 7th ପଢୁଥିଲି ମତେ ଆଜ୍ଞା ଟାଇଫଏଡ ହେଇଥିଲା। ତେବେ ବଞ୍ଚିବା ବି ଅସମ୍ଭବ ଥିଲା। ସେଇ ସମୟରେ ମୁଁ ଦେଖିଥିଲି ଜଗାଙ୍କୁ। ସେବେଠୁ ମୁଁ ତାଙ୍କ ଭାବରେ ଅନୁପ୍ରାଣିତ। ଯାହା ଠାକୁରଙ୍କ ଦୟାରେ ସେବେ ମୁଁ ପ୍ରତ୍ୟେକ ବର୍ଷ ଯେବେ ମଝିରେ ମଝିରେ ଆସେ ଜଗା ପାଖକୁ ଭାବର ଠାକୁର ଯୋଉ ଭାବ ଦେଇ ଆପଣ ତାଙ୍କୁ ଡାକିବେ ନିହାତି ସେ ପାଇବେ। ଆଜ୍ଞା 100%। ଆଜି ମର୍ଣ୍ଣିଂର ଅନୁଭୂତି ମୁଁ କହୁଛି। ସୂର୍ଯ୍ୟ ବାହାରିଲା ବେଳେ ବର୍ଷା ଆଜ୍ଞା ହେଲା। ଜଗା ଯିବା କଥା ବର୍ଷା କଣ ଚଲେଇ ଧନ୍ଦା। ଯାହା ହଉ ଠାକୁରଙ୍କ ଦୟାରୁ ଷ୍ଟେସନ ଆସି ପହଞ୍ଚିବ ହାଲକା ହାଲକା ଝିପଝିପ୍ ବର୍ଷା। ଭଦ୍ରକ ପାଖରୁ ବର୍ଷା ଠିକ ଠାକ ଆସି ଦର୍ଶନ କରି ସ୍ୱର୍ଗଦ୍ୱାର ହେଇକିନା ବସିଛି ଏଠି। ଆଉ କଣ ଦେଖିଲେ? ମୁଁ ବେସିକାଲି ଏବେ ଯୋଉ ଚାଲିଛି ଆଉ ବହୁତ ଅନୁଭୂତି ଜଗାଙ୍କର ଭାବର ଠାକୁର। ଯୋଉ ଭାବରେ ଆପଣ ତାଙ୍କ ପାଖରେ ଆତ୍ମସମର୍ପଣ କରିଦିଅନ୍ତୁ ଆପଣଙ୍କ ଭେଜାଟାକୁ ଆପଣ ତାଙ୍କୁ ଲଗେଇ ଦିଅନ୍ତୁ। ରାତି ପାଇଲା ପାଖରୁ ଶୋଇଲା ପର୍ଯ୍ୟନ୍ତ ଆପଣ ସବୁ ଦାୟିତ୍ୱ ତାଙ୍କର। ଆପଣ କିଛି ନୁହନ୍ତି। ସେ ଆପଣଙ୍କୁ ଠିକ ରାସ୍ତାରେ ଆପଣଙ୍କୁ ନେଇକି ଇଏ କରିବେ। କିଛି ଦୁନିଆ ମୋର ଅନୁଭୂତି ମୁଁ କହିବି ଯେ ମୁଁ ଦୁନିଆର କୋଉ ଦେବାଦେବୀ କି ମୁଁ ବେଶୀ ଲାଇକ୍ କରେନି। ମୋର ଜଗା ସବୁ ବାପ ଭାଇ ବିପଦର ବନ୍ଧୁ ସିଏ ତ ଜଗତର ଜଗନ୍ନାଥ ତାଙ୍କ ପାଖରୁ ସବୁ ଦେବାଦେବୀ ସୃଷ୍ଟି। ଦେଖିବାକୁ ଗଲେ ଆମ ପୁରାଣରେ ତାଙ୍କ ପାଖରୁ ସମସ୍ତେ ଆଜ୍ଞା ସିଏ ହଉଛନ୍ତି ବ୍ରହ୍ମ। ଆଜ୍ଞା ଆଉ ତାଙ୍କ ବିଷୟରେ କଣ କହିବା? କଳିଯୁଗରେ ପ୍ରତିମା ସିଏ ଆଜ୍ଞା ସତ୍ୟ ଧର୍ମର ପ୍ରତି ଯୁଗ ଯୁଗରୁ ରହି ଆସିଲା। ଆଉ ବହୁତ କିଛି ଅନୁଭୂତି ତାଙ୍କର। ପ୍ରଫେସନାଲି ବି ଯେତେବେଳେ ମୁଁ ଆଜ୍ଞା ନୂଆ ଯେତେବେଳେ ପ୍ରାକ୍ଟିସ କଲି ବି ଯେତେବେଳେ ମେଜର କେସ୍ ଥିବ ଜଗା ଆଜି ତୁ ତୋର ବୁଝିବ ଆଉ ସେ ତାଙ୍କ ଉପରେ ଛାଡି ଦିଅନ୍ତି। ଡେଫିନେଟଲି କୁଲଲି ସମାଧାନ କରିଦିଅନ୍ତି। ତାର ପୁଅ ଭଳିଆ ହବ ମାନେ ନିଆଯିବ। ଖାଲି ଘରେ ଆମର ଜଗାଙ୍କର ମୂର୍ତ୍ତି ଅଛି ନେଇକି ରଖିଛି। ସେଠି ଖାଲି ମୁଣ୍ଡିଆଟା ମାରିଦେଇ ମୁଁ ଜଗା ଚାଲିଲି କହିଦେଇକି ଟିକେ ପଳେଇଯାଏ ଆଉ। ମୋ କର୍ମ ବାକି ତୋ କାମ ମୋର କିଛି ମତେ ଅର୍ଡର ଯାହା ଆପଣ ଦେବେ ନିର୍ଦ୍ଦେଶ ହବ ମୁଁ ସେଇ ଅନୁସାରେ ଚାଲିବି। ମାନେ ତାଙ୍କୁ ଆପଣ ପୂର୍ଣ୍ଣ ସମର୍ପଣ କରିବେ ପୁରା 100ରୁ 100 ସମର୍ପଣ କରି ସେ ଆପଣଙ୍କ ଦୁଃଖ ସୁଖ ସବୁ ବୁଝିବେ। ସବୁଠୁ ଭଲ କଥା ହବ ଏଇଠି ଆଜ୍ଞା ଠାକୁରଙ୍କର ଜଗାଙ୍କ ନିର୍ଦ୍ଦେଶ ତାଙ୍କ ଆଶୀର୍ବାଦରୁ ମୁଁ ବି ଆଜ୍ଞା ତଳେ ବସିଥିବା ଲୋକ ବସିଥିଲି ଜଗାଙ୍କୁ ସ୍ମରଣ କରୁଥିଲି। ମୋ ଭାଇ ବନ୍ଧୁ ଅଚାନକ ଦେଖନ୍ତୁ ତାଙ୍କର ନିର୍ଦ୍ଦେଶ ବି ହେଲା। ସେ ପ୍ରଥମେ ମତେ ଡାକିଥିଲେ ମୁଁ କିନ୍ତୁ ମନା କରିଥିଲି। ଜଗାଙ୍କ କଥା କଣ କହିବି ତାଙ୍କର ତ ଅକୁହା ଲୋକ ସେ ତାଙ୍କର ତ ସରିବନି ପୁଣି ମତେ ବରାଦ ହେଲା ଯେ ନା ତୁ ଯା ନା ବିପଦ କହ ଟିକେ ଠାକୁରଙ୍କ କଥା ଟିକେ ଆସିଛି ଜଗନ୍ନାଥ ପାଖରେ କିଛି କହିବା ଭଲ କଥା ଟିକେ ମନରୁ। ଆଉ ମୁଁ ବି ଆମ ପୁଅର ବ୍ରତରେ ଗଲା ବି ମାର୍ଚ୍ଚ ଫେବୃଆରୀ 28ରେ ମୁଁ ଆସିକି ବି ଠାକୁରଙ୍କୁ ନିମନ୍ତ୍ରଣ କାର୍ଡ ବି ଦେଇକି ଯାଇଥିଲି। ତେଣୁ ପୁଅର ମାନସିକ ଥିଲା ଯେ ଆଜି ଏଠି ଜଗାଙ୍କୁ ଦର୍ଶନ କରିବ କରିକିନା ଆନନ୍ଦ ବଜାରରେ ଟିକେ ନିର୍ମାଲ୍ୟ ଖାଇବ। ତାପରେ ଆମର ଯୋଉ ହିନ୍ଦୁ ଟ୍ରାଡିସନ ଅନୁସାରେ ଯୋଉ ବ୍ରତ ତାପରେ ତାଙ୍କ ମାମୁଁ ଘର ଯୋଉ ଡାକନ୍ତି ସବୁ କିଛି ବନ୍ଦ ହେଇଥିଲା ଆଗର ଜଗା ପାଖରେ ତାପରେ ଯାଇକି ଯୋଉ ଇଏ କରିବା। ଯାଉ ବହୁତ ଖୁସି ଲାଗିଲା। ଧନ୍ୟବାଦ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।